ଖ୍ରୀଷ୍ଟରେ ପ୍ରିୟ ଦର୍ଶକ ବନ୍ଧୁ, ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ବହୁମୂଲ୍ୟ ନାମରେ ଆପଣଙ୍କୁ ନମସ୍କାର ଜଣାଇ ଆଜିର ପଥ ପ୍ରଦର୍ଶିକା କାର୍ଯ୍ୟକ୍ରମକୁ ସ୍ୱାଗତ କରୁଅଛି। ନିୟମିତ ଏ କାର୍ଯ୍ୟକ୍ରମ ଦେଖୁଥାନ୍ତୁ ଓ ଆମ୍ଭମାନଙ୍କ ସହିତ ଫୋନରେ ଯୋଗାଯୋଗ ଜାରି ରଖିଥାନ୍ତୁ। ପ୍ରଭୁ ନିଶ୍ଚୟ ଆଶୀର୍ବାଦ କରିବେ। ଆମର ଗତ ଅଧ୍ୟୟନରେ ଆମେ ଦେଖିଥିଲୁ ଯେ କଠିନ ସମୟରେ ନିଜର ଲୋକମାନେ ସନ୍ଦେହ ଏବଂ ଅଭିଯୋଗର ସଂଘର୍ଷ କଲାବେଳେ ମଧ୍ୟ ପରମେଶ୍ୱର ବିଶ୍ୱସ୍ତତାର ସହିତ ସେମାନଙ୍କର ଆବଶ୍ୟକତା ପୂରଣ କରିଥାନ୍ତି। ଯେତେବେଳେ ମରୁଭୂମିରେ ଖାଦ୍ୟ ନଥିବା ଯୋଗୁଁ ଇସ୍ରାଏଲର ସନ୍ତାନମାନେ ଅସନ୍ତୋଷ ପ୍ରକାଶ କଲେ, ସେତେବେଳେ ପରମେଶ୍ୱର ଦୟାପୂର୍ବକ ସ୍ୱର୍ଗରୁ ମାନ୍ନା ଯୋଗାଇଥିଲେ। ଏହା ସେମାନଙ୍କୁ ପ୍ରତିଦିନ ତାଙ୍କ ଉପରେ ନିର୍ଭର କରିବା ଶିଖାଇଥିଲା। ମାନ୍ନା ସେମାନଙ୍କୁ ମନେ ପକାଇ ଦେଉଥିଲା ଯେ ପରମେଶ୍ୱର ବିଶ୍ୱସ୍ତତାର ସହିତ ସେମାନଙ୍କର ଦୈନନ୍ଦିନ ଆବଶ୍ୟକତା ପୂରଣ କରିବେ। ଆଜିର ଅଧ୍ୟୟନରେ ଆମେ ଯାତ୍ରା ପୁସ୍ତକର 17 ଅଧ୍ୟାୟ ଅଧ୍ୟୟନ କରିବା, ଯେଉଁଠାରେ ପରମେଶ୍ୱର ନିଜର ଶୋଷିଲା ଲୋକମାନଙ୍କ ପାଇଁ ଆଘାତପ୍ରାପ୍ତ ଶୈଳରୁ ଜଳ ଯୋଗାଇ ଦେଉଛନ୍ତି। ଏହି ଅସାଧାରଣ ଘଟଣା ଆମକୁ ଖ୍ରୀଷ୍ଟଙ୍କ ଆଡ଼କୁ ନେଇଯାଏ। ତେବେ ଆସନ୍ତୁ ବକ୍ତାଙ୍କ ସହିତ ବାକ୍ୟ ମଧ୍ୟକୁ ଯିବା। ଏହି କାର୍ଯ୍ୟକ୍ରମଟି ବିଶେଷ ଭାବରେ କେବଳ ଖ୍ରୀଷ୍ଟିଆନ ମାନଙ୍କ ପାଇଁ ଉଦ୍ଦିଷ୍ଟ ଏବଂ ପବିତ୍ର ବାଇବଲର ଶିକ୍ଷା ଉପରେ ଆଧାର କରି ବିଶ୍ୱାସକୁ ଦୃଢ଼ କରିବା ସହ ଆତ୍ମିକ ଅଭିବୃଦ୍ଧି ଓ ଉତ୍ସାହିତ କରିବା ପାଇଁ ଏହା ପ୍ରସ୍ତୁତ କରାଯାଇଛି। ଅନ୍ୟ କୌଣସି ଧର୍ମ, ମତବାଦ କିମ୍ବା ବିଶ୍ୱାସକୁ ସମାଲୋଚନା କରିବା, ବିରୋଧ କରିବା କିମ୍ବା ଆଘାତ ପହଞ୍ଚାଇବା ଆମର ଉଦ୍ଦେଶ୍ୟ ନୁହେଁ। ଆମେ ସମସ୍ତ ଧର୍ମ ଏବଂ ସମ୍ପ୍ରଦାୟକୁ ଗଭୀର ଭାବରେ ସମ୍ମାନ ଜଣାଉ ଏବଂ ଏହି କାର୍ଯ୍ୟକ୍ରମରେ କାହାରି ଭାବନା, ବିଶ୍ୱାସ କିମ୍ବା ଧାର୍ମିକ ଅନୁଭୂତିକୁ ଆଘାତ କରିବା ବା ଅସମ୍ମାନ କରିବା ଆମର ଉଦ୍ଦେଶ୍ୟ ନୁହେଁ। ଖ୍ରୀଷ୍ଟରେ ପ୍ରିୟ ଦର୍ଶକ ବନ୍ଧୁ ନମସ୍କାର। ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ବହୁମୂଲ୍ୟ ନାମରେ ଆପଣଙ୍କୁ ଆଜିର ପଥ ପ୍ରଦର୍ଶିକା କାର୍ଯ୍ୟକ୍ରମକୁ ସ୍ୱାଗତ କରୁଅଛି। ଆଜି ଆମେ ଆଉ ଏକ ନୂଆ ବିଷୟ ଉପରେ ଅଧ୍ୟୟନ କରିବାକୁ ଯିବା। ତାହା ହେଲା ଯାତ୍ରା ପୁସ୍ତକ 16 ପର୍ବ ତାର 25 ପଦରୁ 17 ପର୍ବର 7 ପଦର ଶେଷ ଯାଏ। ଏହି ଅଧ୍ୟାୟରେ ଆମେ ଦେଖିବାକୁ ପାଇବା ଯେ ଇସ୍ରାଏଲକୁ ଦିଆଯାଇଥିବା ବିଶ୍ରାମବାର। ଯାତ୍ରା ତାର 16 ପର୍ବ ତାର 25 ଏବଂ 26 ପଦରେ ଲେଖା ଅଛି। ଯଦି ଆପଣମାନଙ୍କ ପାଖରେ ବାଇବଲ ଅଛି ତାହେଲେ ମୋ ସହିତ ଖୋଲନ୍ତୁ। ବାକ୍ୟରେ ଏପରି ଲେଖା ଅଛି, ଅନନ୍ତର ମୂଷା କହିଲେ, ଆଜି ତୁମ୍ଭେମାନେ ତାହା ଭୋଜନ କର, ଯେହେତୁ ଆଜି ସଦାପ୍ରଭୁଙ୍କର ବିଶ୍ରାମ ବାର। ଆଜି ବିଲରେ ତାହା ପାଇବ ନାହିଁ। ତୁମେମାନେ 6 ଦିନ ତାହା ସଂଗ୍ରହ କରିବ, ମାତ୍ର ସପ୍ତମ ଦିନ ବିଶ୍ରାମ ବାରଟେ, ତହିଁରେ କିଛି ମିଳିବ ନାହିଁ। ବ୍ୟବସ୍ଥା ଦେବା ପୂର୍ବରୁ ଇସ୍ରାଏଲିମାନଙ୍କୁ ବିଶ୍ରାମ ବାର ଦିଆଯାଇଥିଲା। ଯାତ୍ରା 16 ପର୍ବ ତାର 31 ପଦରେ ଲେଖା ଅଛି, ପୁଣି ଇସ୍ରାଏଲ ବଂଶ ସେହି ଖାଦ୍ୟର ନାମ ମାନ୍ନା ଦେଲେ। ତାହା ଧନିଆ ପରି ଶୁକ୍ଳ ବର୍ଣ୍ଣ ଓ ତାହାର ଆସ୍ୱାଦ ମଧୁ ମିଶ୍ରିତ ରୁଟି ତୁଲ୍ୟ ଥିଲା। ଆପଣ ମାନ୍ନାକୁ କିପରି ବର୍ଣ୍ଣନା କରିବେ? ଏହାକୁ ବୁଝାଇବା କଷ୍ଟକର। ଏହା ଏକ ଖାଦ୍ୟ ଥିଲା ଯେଉଁଥିରେ ଇସ୍ରାଏଲର ଆବଶ୍ୟକ କରୁଥିବା ସମସ୍ତ ପୋଷଣ ରହିଥିଲା। ମୋର ମନେ ହୁଏ ସେମାନେ ଏହାର ସ୍ୱାଦ ଯେପରି ଚାହୁଁଥିଲେ ଏହା ଠିକ୍ ସେହିପରି ଲାଗୁଥିଲା। ଏହା ଏକ ବହୁତ ରୋମାଞ୍ଚକର ଖାଦ୍ୟ ଥିଲା, କିନ୍ତୁ ଏହା ମିଶ୍ରିତ ଜନତାଙ୍କ ମଧ୍ୟରେ ଅସନ୍ତୋଷ ଓ ଅଭିଯୋଗ ଆରମ୍ଭ କରି ଦେଇଥିଲା। ଗଣନା ପୁସ୍ତକ 11 ପର୍ବ ତାର 4 ଏବଂ 5ରେ ଏ ଘଟଣା ଲିପିବଦ୍ଧ ଅଛି, ଯାହା ଆମକୁ ମାନ୍ନାକୁ ସଠିକ୍ ଭାବରେ ବୁଝିବାକୁ ସାହାଯ୍ୟ କରେ। ଏଥିଉତ୍ତରେ ସେମାନଙ୍କ ମଧ୍ୟବର୍ତ୍ତୀ ମିଶ୍ରିତ ଲୋକମାନଙ୍କର ଜନତା ଲୋଭାକ୍ରାନ୍ତ ହେବାକୁ ଲାଗିଲେ। ପୁଣି ଇସ୍ରାଏଲ ସନ୍ତାନଗଣ ମଧ୍ୟ ପୁନର୍ବାର ରୋଦନ କରି କହିଲେ, କିଏ ଆମମାନଙ୍କୁ ମାଂସ ଖାଇବାକୁ ଦେବ? ଆମ୍ଭେମାନେ ମିଶର ଦେଶରେ ବିନା ମୂଲ୍ୟରେ ଯେଉଁ ମାଛ ଖାଉଥିଲୁ ତାହା ମନରେ ପଡ଼େ। ସେ କାକୁଡ଼ି, ସେ ଖରବୁଜ, ସେ ପୋରୁ, ସେ ପିଆଜ, ସେ ରସୁଣ ମନେ ପଡ଼େ। ମିଶର ଦେଶରୁ ଦୂରରେ ପ୍ରାନ୍ତର ମଧ୍ୟରେ ଏହିସବୁ ବିଷୟକୁ ହିଁ ମିଶ୍ରିତ ଜନତା ମନେ ପକାଉଥିଲେ। ସେମାନେ ମନେ ପକାଉଥିବା ଖାଦ୍ୟଗୁଡ଼ିକର ତାଲିକାରେ ସେହିସବୁ ବିଷୟ ଥିଲା ଯାହା ମାଟି ଉପରେ କିମ୍ବା ମାଟି ତଳେ ହେଉଥିଲା। ସେଗୁଡ଼ିକ କାକୁଡ଼ି, ତରଭୁଜ, ରସୁଣ, ପିଆଜ, ଏସବୁ ଜାତୀୟ ଗଛ ଯେଉଁଥିରେ ପ୍ରକୃତ ପୋଷଣ ନଥିଲା। ଯେତେବେଳେ ଆପଣ ଏହିସବୁକୁ ଖାଆନ୍ତି ଆପଣ ଅନ୍ୟମାନଙ୍କ ପାଇଁ ବହୁତ ଆକର୍ଷଣୀୟ ହୋଇ ରହିପାରନ୍ତି ନାହିଁ। କେହି ଜଣେ କହିଛନ୍ତି ଦିନକୁ ଗୋଟିଏ ସେଓ ଡାକ୍ତରଙ୍କୁ ଦୂରେଇ ରଖେ,
କିନ୍ତୁ ଦିନକୁ ଗୋଟିଏ ପିଆଜ ସମସ୍ତଙ୍କୁ ଆପଣଙ୍କଠାରୁ ଦୂରେଇ ରଖେ। ଏଗୁଡ଼ିକ ହେଉଛି ସେହି ସବୁ ଜିନିଷ ଯାହାକୁ ଆମେ ସବୁ ଖାଇଥାଉଁ। ଏସବୁ ପେଟ ଭରେ ନାହିଁ, କାରଣ ଏଗୁଡ଼ିକ କେବଳ ସ୍ୱାଦ ବଢ଼ାଇବା ଜିନିଷ, କେବଳ ମସଲା ଭାବରେ ବ୍ୟବହାର କରାଯାଏ, ଆଉ କିଛି ନୁହେଁ। ମିଶ୍ରିତ ଜନତାଙ୍କର ମିଶର ଦେଶରେ ଯାହା ସବୁ ଥିଲା, ସେମାନେ ସେହି କଥା ମନେ ପକାଇଲେ ଏବଂ ସେଥିପାଇଁ ଲାଳାୟିତ ହେଲେ। ଗଣନା 11 ପର୍ବ ତାର 6 ପଦ କହେ, ମାତ୍ର ଏବେ ଆମମାନଙ୍କର ପ୍ରାଣ ଶୁଷ୍କ ହେଉଅଛି। ଏଠି କିଛି ନାହିଁ, ଏହି ମାନ୍ନା ବ୍ୟତୀତ ଆଉ ଦେଖିବାକୁ କିଛି ନାହିଁ। ସେମାନେ ଅଭିଯୋଗ କରିବା ଆରମ୍ଭ କଲେ, କହିଲେ, ଏଠାରେ ମାନ୍ନା ବ୍ୟତୀତ ଆଉ କିଛି ନାହିଁ। ଗଣନା 11 ପର୍ବ ତାର 7 ପଦ କହେ, ଆଉ ସେହି ମାନ୍ନା ଧନିଆ ପରି ଓ ତହିଁର ଦୃଶ୍ୟ ମୁକ୍ତା ସଦୃଶ୍ୟ। ମାନ୍ନା କୌଣସି ବିରକ୍ତିର ଖାଦ୍ୟ ନଥିଲା, କିନ୍ତୁ ମିଶ୍ରିତ ଜନତା ଏହାକୁ ଚାହୁଁନଥିଲେ। ଗଣନା 11 ପର୍ବ ତାର 8 ପଦ ଏପରି କହେ, ଲୋକମାନେ ଏଣେ ତେଣେ ଭ୍ରମଣ କରି ତାହା ସାଉଁଟିଲେ ଓ ଚକିରେ ତାହା ପେଷିଲେ ଅବା କୁଟଣୀରେ ତାହା ଚୂର୍ଣ୍ଣ କରି କଢ଼ାଇରେ ସିଝାଇ କରି ପିଠା ପ୍ରସ୍ତୁତ କଲେ, ଆଉ ତୈଳପକ୍କ ପିଠା ପରି ତହିଁର ସ୍ୱାଦ ଥିଲା। ମାନ୍ନାକୁ ବିଭିନ୍ନ ଉପାୟରେ ପ୍ରସ୍ତୁତ କରାଯାଇ ପାରୁଥିଲା। ସେମାନେ ଏହାକୁ ଗୁଣ୍ଡ କରିପାରୁଥିଲେ, ଛେଚି ପାରୁଥିଲେ, ସେକି ପାରୁଥିଲେ କିମ୍ବା ଏହାର କ୍ୟାସରୋଲ୍ ପ୍ରସ୍ତୁତ କରିପାରୁଥିଲେ। ତଥାପି ଇସ୍ରାଏଲର ସନ୍ତାନମାନେ ଈଶ୍ୱରଙ୍କ ଏହି ସ୍ୱର୍ଗୀୟ ଖାଦ୍ୟକୁ ଅବଜ୍ଞା କଲେ ଏବଂ ଏହାକୁ ଖାଇବା ନେଇ ଅଭିଯୋଗ କଲେ। ସେମାନେ ମାନ୍ନା ଖାଇ ଖାଇ ବିରକ୍ତ ହୋଇଗଲେ। ସେମାନେ ମିଶରର ମାଂସହାଣ୍ଡିଗୁଡ଼ିକୁ ମନେ ପକାଇଲେ। ଯେଉଁ ଦାସତ୍ୱରୁ ସେମାନଙ୍କୁ ମୁକ୍ତି ମିଳିଥିଲା, ସେମାନେ ପୁଣି ସେହି ସ୍ଥାନକୁ ଫେରିବାକୁ ଚାହୁଁଥିଲେ। ତାହା ହିଁ ସେମାନଙ୍କର କାହାଣୀ ଥିଲା। ଯେଉଁମାନେ ନିଜକୁ ପରିବର୍ତ୍ତନ ହୋଇଛୁ ବୋଲି କହନ୍ତି, ସେମାନଙ୍କ କଥା ଶୁଣିଲେ ଭୟ କରେ। ମିଶର ଦେଶରୁ ମୁକ୍ତ ହୋଇସାରିଛନ୍ତି। ସେମାନେ ପିଆଜ ଏବଂ ରସୁଣ ପାଇବା ପାଇଁ ପୁଣି ଥରେ ପଛକୁ ଫେରିଯିବାକୁ ଇଚ୍ଛା କରୁଛନ୍ତି। ଆଜି ଏମିତି ଅନେକ ବିଶ୍ୱାସୀ ଅଛନ୍ତି ଯେଉଁମାନଙ୍କୁ ନିଜର ପୁରୁଣା ଜୀବନ ସହିତ ସମ୍ପୂର୍ଣ୍ଣ ସମ୍ପର୍କ ଛିନ୍ନ କରିବା ଆବଶ୍ୟକ। ଆପଣ ଜଗତର ଲୋକଙ୍କ ଭଳି ଜୀବନଯାପନ କରି ମିଶରର ଜିନିଷଗୁଡ଼ିକ ଉପରେ ନିର୍ଭର କରି ଈଶ୍ୱରଙ୍କ ସେବା କରିପାରିବେ ନାହିଁ କିମ୍ବା ନିଜ ହୃଦୟରେ ଈଶ୍ୱରଙ୍କ ଶାନ୍ତି ପାଇପାରିବେ ନାହିଁ। ମିଶର ସହିତ ସମ୍ପର୍କ ଛିନ୍ନ କରିବାକୁ ହିଁ ହେବ। ଆମକୁ ସ୍ୱର୍ଗରୁ ଆସୁଥିବା ପ୍ରକୃତ ମାନ୍ନା ଅର୍ଥାତ୍ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଉପରେ ନିର୍ଭର କରି ବଞ୍ଚିବାକୁ ହେବ। ଯାତ୍ରା 16 ପର୍ବ ତାର 32 ଏବଂ 33 ପଦରେ ଲେଖା ଅଛି। ଏଥି ଉତ୍ତରେ ମୂଷା କହିଲେ, ସଦାପ୍ରଭୁ ଏହି ଆଜ୍ଞା ଦେଇଅଛନ୍ତି, ସେ ତୁମମାନଙ୍କୁ ମିଶର ଦେଶଠାରୁ ଆଣିବା ସମୟରେ ପ୍ରାନ୍ତର ମଧ୍ୟରେ ଯେଉଁ ଅନ୍ନ ଭୋଜନ କରାଇଲେ, ତାହା ଯେପରି ତୁମମାନଙ୍କ ପୁରୁଷ ପରମ୍ପରା ଦେଖନ୍ତି, ଏହେତୁ ସେମାନଙ୍କ ନିମନ୍ତେ ଏକ ଓମର ପରିମାଣ ମାନ୍ନା ରଖ। ସେତେବେଳେ ମୂଷା ହାରୋନଙ୍କୁ କହିଲେ, ତୁମ୍ଭେ ଗୋଟିଏ ପାତ୍ର ନେଇ ଏକ ଓମର ପରିମାଣ ମାନ୍ନା ପୂର୍ଣ୍ଣ କରି ସଦାପ୍ରଭୁଙ୍କ ସମ୍ମୁଖରେ ରଖ। ତାହା ତୁମମାନଙ୍କ ପୁରୁଷ ପରମ୍ପରା ନିମନ୍ତେ ରଖାଯିବ। ଆପଣ ଏଠାରେ ଦେଖିବେ ଯେ ନିୟମ ସିନ୍ଦୁକ ମଧ୍ୟରେ ଏକ ମାନ୍ନାର ପାତ୍ର ରଖାଯାଇଥିଲା, ଯାହାର ବିସ୍ତୃତ ବର୍ଣ୍ଣନା ଯାତ୍ରା ପୁସ୍ତକର ଶେଷ ଭାଗରେ ଦିଆଯାଇଛି। ସେହି ନିୟମ ସିନ୍ଦୁକ ମଧ୍ୟରେ 3ଟି ଜିନିଷ ରଖାଯାଇଥିଲା। ପ୍ରଥମଟି ହେଲା ହାରୋନଙ୍କ ଯଷ୍ଟି, ଦ୍ୱିତୀୟଟି ହେଲା ମାନ୍ନା ଏବଂ ତୃତୀୟଟି ହେଲା 10 ଆଜ୍ଞା। ବ୍ୟବସ୍ଥା ଏହି ସତ୍ୟ ବିଷୟରେ କହେ ଯେ କେବଳ ଖ୍ରୀଷ୍ଟ ହିଁ ବ୍ୟବସ୍ଥାକୁ ପାଳନ କରିଥିଲେ। ସେ ଆପଣଙ୍କ ଏବଂ ମୋ ନିମନ୍ତେ ବ୍ୟବସ୍ଥା ସଫଳ କରିଥିଲେ। ମାନ୍ନା ଆମକୁ ଖ୍ରୀଷ୍ଟଙ୍କ ମୃତ୍ୟୁ ବିଷୟରେ କହେ। ସେ ଆମ ପାଇଁ ଆତ୍ମିକ ଖାଦ୍ୟ ଭାବରେ ଦିଆଯାଇଅଛନ୍ତି। ହାରୋନଙ୍କ ଯଷ୍ଟି ତାଙ୍କର ପୁନରୁତ୍ଥାନ ବିଷୟରେ କହେ। ତାପରେ ନିୟମ ସିନ୍ଦୁକ ଉପରେ ଦୟାର ସିଂହାସନ ଥିଲା, ଯେଉଁଠାରେ ରକ୍ତ ସେଚନ କରାଯାଉଥିଲା। କେବଳ ଖ୍ରୀଷ୍ଟ ହିଁ ଈଶ୍ୱରଙ୍କ ଆବଶ୍ୟକତା ଗୁଡ଼ିକୁ ପୂରଣ କରିବାକୁ ସମର୍ଥ ଥିଲେ। କେବଳ ସେ ହିଁ ରକ୍ଷା କରିବାକୁ ସମର୍ଥ। ସେ ଆମକୁ ରକ୍ଷା କରିପାରିବେ, କାରଣ ସେ ନିଜର ରକ୍ତ ଢାଳି ଦେଇଥିଲେ। ସେହି କାରଣରୁ ଈଶ୍ୱର ପାପୀ ମନୁଷ୍ୟ ପ୍ରତି ନିଜର ଦୟା କରିପାରିବେ। ଯାତ୍ରା 16 ପର୍ବ ତାର 35 ଏବଂ 36 ପଦରେ ଲେଖା ଅଛି। ଇସ୍ରାଏଲ ସନ୍ତାନମାନେ ବସତି ଦେଶରେ ଉପସ୍ଥିତ ନ ହେବା ଯାଏ 40 ବର୍ଷ ପର୍ଯ୍ୟନ୍ତ ସେହି ମାନ୍ନା ଭୋଜନ କଲେ ଓ କିଣା ଦେଶର ସୀମାରେ ଉପସ୍ଥିତ ନ ହେବା ଯାଏ ସେମାନେ ତାହା ଖାଇଲେ। ଏକ ଓମର ଐଫାର 10 ମାଂସ। ଆପଣ ଏଠାରେ ଦେଖିବାକୁ ପାଇବେ ଯେ ଏହି 2ଟି ପଦ ଆମକୁ କହେ ଯେ ଇସ୍ରାଏଲ ଲୋକମାନେ 40 ବର୍ଷ ପର୍ଯ୍ୟନ୍ତ ମାନ୍ନା ଖାଇଲେ ଓ ତାହା ସେମାନଙ୍କ ପ୍ରତିଦିନର ଖାଦ୍ୟ ଥିଲା। ଯେତେବେଳେ ସେମାନେ ପ୍ରତିଜ୍ଞାତ ଦେଶରେ ପ୍ରବେଶ କଲେ, ମାନ୍ନା ବନ୍ଦ ହେଲା। ସେମାନେ ସେହି ଦେଶର ପୁରୁଣା ଶସ୍ୟ ଖାଇଲେ। ତାପରେ ସେମାନେ ସେହି ପୁରୁଣା ଶସ୍ୟକୁ ନେଇ ମଧ୍ୟ ଅଭିଯୋଗ କଲେ। ସେମାନେ ଅନୁଭବ କଲେ ଯେ ବାସ୍ତବରେ ମାନ୍ନା ହିଁ ଆଶ୍ଚର୍ଯ୍ୟଜନକ ସ୍ୱାଦିଷ୍ଟ ଖାଦ୍ୟ ଥିଲା। ସେହି ପୁରୁଣା ଶସ୍ୟ ତୁଳନାରେ ଏହା ପ୍ରକୃତରେ ଅତି ଉତ୍କୃଷ୍ଟ ଥିଲା।
ଏଥିରେ ଆଶ୍ଚର୍ଯ୍ୟଜନକ କଥା ହେଉଛି ଅନେକ ଲୋକ ପରିତ୍ରାଣ ପାଇବା ପରେ ମଧ୍ୟ କେବଳ ନିଜ ଅନୁଭୂତି ଉପରେ ନିର୍ଭର କରି ବଞ୍ଚନ୍ତି। ସେମାନେ କୃଷ ନିକଟକୁ ଆସିଛନ୍ତି ଯାହା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ମୃତ୍ୟୁକୁ ଦର୍ଶାଏ, କିନ୍ତୁ ସେମାନେ କେବଳ ନିଜ ଅନୁଭୂତି ବିଷୟରେ କଥା ହିଁ କହି ଚାଲନ୍ତି। ଯେତେବେଳେ ସେମାନେ ନିଜର ସାକ୍ଷ୍ୟ ଦିଅନ୍ତି ସେମାନେ କେବଳ ନିଜ ଅନୁଭବ ବିଷୟରେ କହିଥାନ୍ତି। ସେମାନେ ବାଇବଲ ଅଧ୍ୟୟନକୁ ପସନ୍ଦ କରନ୍ତି ନାହିଁ, କାରଣ ଏହା ସେମାନଙ୍କ ପାଇଁ ପୁରୁଣା ଶସ୍ୟ ଭଳି ଲାଗେ। ମାତ୍ର ଆମ ପ୍ରଭୁ ଚାହାନ୍ତି ଯେ ଆମେ ଈଶ୍ୱରଙ୍କ ବାକ୍ୟ ରୂପୀ ଖାଦ୍ୟ ଗ୍ରହଣ କରୁ। ଯଦି ଆପଣ ଏପର୍ଯ୍ୟନ୍ତ ମାନର ସେହି ସ୍ୱାଦ ଚାଖି ନାହାନ୍ତି, ତେବେ ମୋର ପରାମର୍ଶ ଯେ ଆପଣ ଖ୍ରୀଷ୍ଟଙ୍କ ନିକଟକୁ ଆସନ୍ତୁ ଏବଂ ମାନର ସ୍ୱାଦ ଗ୍ରହଣ କରନ୍ତୁ। ଗୀତ ସଂହିତା 34 ପର୍ବ ତାର 8 ପଦ କହେ, ଆହେ ସଦାପ୍ରଭୁ ଯେ ମଙ୍ଗଳମୟ, ଏହା ଆସ୍ୱାଦନ କରି ଦେଖ ଯେ ତାଙ୍କର ଶରଣାଗତ ସେ ଲୋକ ଧନ୍ୟ। ତାହା ସହିତ ଆଉ ଏକ ପଦ କହିବାକୁ ଚାହେଁ, ଜହନ 6 ପର୍ବ ତାର 51 ପଦ, ମୋ ସ୍ୱର୍ଗରୁ ଅବତୀର୍ଣ୍ଣ ସେହି ଜୀବନ୍ତ ଆହାର। କେହି ଯଦି ଏହି ଆହାର ଭୋଜନ କରେ ସେ ଅନନ୍ତ କାଳ ପର୍ଯ୍ୟନ୍ତ ଜୀବିତ ରହିବ। ହଁ, ମୁଁ ଯେଉଁ ଆହାର ଦେବି ତାହା ମୋର ମାଂସ ଓ ମୁଁ ତାହା ଜଗତର ଜୀବନ ନିମନ୍ତେ ଦେବି। ଏହି 17 ପର୍ବରେ 2ଟି ମୁଖ୍ୟ ବିଷୟରେ ଆଲୋଚନା କରିବା। ପ୍ରଥମ ବିଷୟ ହେଲା ଈଶ୍ୱର ଆମ ଆବଶ୍ୟକତା ପୂରଣ କରନ୍ତି। ପ୍ରାନ୍ତରରେ ଯାତ୍ରା କରିବା ସମୟରେ ଜଳର ଅଭାବ ବିଷୟରେ ଆମେ ଲକ୍ଷ୍ୟ କରୁଛୁ। ଈଶ୍ୱର ମୂଷାଙ୍କୁ ବ୍ୟବହାର କଲେ ଓ ପ୍ରସ୍ତରରୁ ଜଳ ବାହାର କଲେ। ପୁଣି ଦ୍ୱିତୀୟରେ ଅମାଲେକୀୟମାନଙ୍କ ଯୁଦ୍ଧ ହୋଇଥିବା ଦେଖୁଁ। ଇସ୍ରାଏଲ ସନ୍ତାନମାନେ ମିଶ୍ର ଦେଶ ପରିତ୍ୟାଗ କରିଛନ୍ତି ଏବଂ ମରୁଭୂମି ଯାତ୍ରାରେ ଅଛନ୍ତି। ସେମାନେ ସିନାଇ ପର୍ବତ ଆଡ଼କୁ ଅଗ୍ରସର ହେଉଛନ୍ତି। ଏହି ପଥ ମଧ୍ୟରେ ଇସ୍ରାଏଲ 7ଟି ଅନୁଭୂତି ମଧ୍ୟ ଦେଇ ଯାଉଛନ୍ତି, ଯାହା ଖ୍ରୀଷ୍ଟିଆନ ଜୀବନର ପ୍ରତିଛବି ଅଟେ। ମନେ ରଖନ୍ତୁ, ପ୍ରଥମ କରନ୍ଥୀୟ 10 ପର୍ବ ତାର 11 ପଦରେ ଲେଖା ଅଛି, ଏହି ସମସ୍ତ ଦୃଷ୍ଟାନ୍ତ ସ୍ୱରୂପେ ସେମାନଙ୍କ ପ୍ରତି ଘଟିଲା। ଆଉ ଯେଉଁମାନଙ୍କ ସମୟରେ ଯୁଗାନ୍ତ କାଳ ଉପସ୍ଥିତ ହୋଇଅଛି, ଏପରି ଯେ ଆମ୍ଭେମାନେ ଆମମାନଙ୍କ ଚେତନା ନିମନ୍ତେ ସେହି ସବୁ ଲେଖାଯାଇଅଛି। ସମସ୍ତ ବିଶ୍ୱାସୀ ଏହି ଶିକ୍ଷାଗୁଡ଼ିକୁ ପଢ଼ିବା ଏବଂ ଏହାକୁ ପାଳନ କରିବା ଉଚିତ। ଏହି ଶିକ୍ଷାଗୁଡ଼ିକ ଆମକୁ ପ୍ରତିଛବି ଭାବେ ଦିଆଯାଇଛି ଏବଂ ଏଗୁଡ଼ିକର ଅର୍ଥ ସ୍ପଷ୍ଟ ଭାବରେ ଏଠାରେ କୁହାଯାଇଛି। ପ୍ରାନ୍ତରର ଯାତ୍ରା ମଧ୍ୟରେ ଇସ୍ରାଏଲୀୟ ତୃଷିତ ହୋଇଛନ୍ତି ଓ ସେମାନେ ପୁଣି ଥରେ ବଚସା କରୁଛନ୍ତି। ଯାତ୍ରା 17 ପର୍ବ ତାର 1 ଏବଂ 3 ପଦରେ ଲେଖା ଅଛି, ଅନନ୍ତର ଇସ୍ରାଏଲ ସନ୍ତାନଗଣର ସମସ୍ତ ମଣ୍ଡଳୀ ସିନ ପ୍ରାନ୍ତରରୁ ଯାତ୍ରା କରି ସଦାପ୍ରଭୁଙ୍କ ଆଜ୍ଞାନୁସାରେ ନିରୂପିତ ସକଳ ଉତ୍ତରଣ ସ୍ଥାନ ଦେଇ ରଫିଦିମ୍ରେ ଛାଉଣି ସ୍ଥାପନ କଲେ। ମାତ୍ର ସେ ସ୍ଥାନରେ ଲୋକମାନଙ୍କର ପାନ କରିବାକୁ ଜଳ ନଥିଲା। ଏଣୁକରି ଲୋକମାନେ ମୂଷାଙ୍କ ସଙ୍ଗରେ ବିବାଦ କରି କହିଲେ, ଆମମାନଙ୍କୁ ଜଳ ଦିଅ, ଆମ୍ଭେମାନେ ପାନ କରିବୁ। ତହିଁରେ ମୂଷା କହିଲେ, ତୁମ୍ଭେମାନେ ମୋ ସଙ୍ଗରେ କାହିଁକି ବିବାଦ କର? କି ହେତୁ ସଦାପ୍ରଭୁଙ୍କୁ ପରୀକ୍ଷା କର। ସେତେବେଳେ ଲୋକମାନେ ସେହି ସ୍ଥାନରେ ଜଳାଭାବ ହେତୁ ତୃଷାକୁଳ ହୋଇ ମୂଷାଙ୍କ ବିରୁଦ୍ଧରେ ବଚସା କରି କହିଲେ, ତୁମ୍ଭେ ଆମମାନଙ୍କୁ ଓ ଆମମାନଙ୍କ ସନ୍ତାନମାନଙ୍କୁ ଓ ପଶୁଗଣକୁ ପିପାସାରେ ମାରିବା ନିମନ୍ତେ ମିଶରଠାରୁ କି ହେତୁ ଆଣିଲ? ଆପଣ ଏଠାରେ ଦେଖିବାକୁ ପାଇବେ ଯେ ଇସ୍ରାଏଲର ସନ୍ତାନମାନେ ସବୁବେଳେ ଅଭିଯୋଗ କରୁଥିଲେ। ସେମାନଙ୍କର ଆବଶ୍ୟକତାକୁ ନେଇ ସେମାନେ ଅଭିଯୋଗ କରିବା ଆରମ୍ଭ କରୁଥିଲେ। ଈଶ୍ୱର ଅନୁଗ୍ରହପୂର୍ବକ ସେମାନଙ୍କର ପ୍ରତ୍ୟେକଟି ଆବଶ୍ୟକତା ପୂରଣ କରୁଥିଲେ। ତାପରେ ପୁଣି ଅନ୍ୟ କିଛି ସମସ୍ୟା ଦେଖାଦେଉଥିଲା ଏବଂ ସେମାନେ ଚିତ୍କାର କରିବା, ଅଭିଯୋଗ କରିବା ଓ ଦୋଷ ଖୋଜିବା ଆରମ୍ଭ କରୁଥିଲେ। ଅନେକ ମଣ୍ଡଳୀ ଆଜି ଏହି ସମାନ ଆତ୍ମିକ ସ୍ଥିତିରେ ଅଛନ୍ତି, ତଥାପି ସେମାନେ ଭାବନ୍ତି ଯେ ସେମାନେ ଉତ୍ତମ ସ୍ଥିତିରେ ଅଛନ୍ତି। ଯାତ୍ରା 17 ପର୍ବ ତାର 4 ପଦରେ ଲେଖା ଅଛି, ତହିଁରେ ମୂଷା ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରି କହିଲେ, ମୁଁ ଏହି ଲୋକମାନଙ୍କ ନିମନ୍ତେ କ'ଣ କରିବି? ସେମାନେ ମୋତେ ପଥର ପକାଇ ମାରିବାକୁ ପ୍ରାୟ ଉଦ୍ୟତ। ବର୍ତ୍ତମାନ ମୂଷା ଏହି ଦାୟିତ୍ୱ ଆଉ କାହାକୁ ଦେଇଦେବାକୁ ଚାହୁଁଥିଲେ? ଲକ୍ଷ୍ୟ କରନ୍ତୁ ଇସ୍ରାଏଲ ଲୋକଙ୍କ ପ୍ରତି ଈଶ୍ୱର କିପରି ବ୍ୟବସ୍ଥା କରୁଛନ୍ତି। ଯାତ୍ରା 17 ପର୍ବ ତାର 5 ପଦରେ ଲେଖା ଅଛି, ତହୁଁ ସଦାପ୍ରଭୁ ମୂଷାଙ୍କୁ କହିଲେ, ତୁମ୍ଭେ ଯଦ୍ୱାରା ନଦୀକି ଆଘାତ କରିଥିଲ, ସେହି ଯଷ୍ଟି ହସ୍ତରେ ଘେନି କେତେକ ପ୍ରାଚୀନଙ୍କୁ ସଙ୍ଗ କରି ଇସ୍ରାଏଲ ଲୋକମାନଙ୍କ ଆଗେ ଆଗେ ଯାଅ। ଆପଣ ଏଠାରେ ଦେଖିବେ ଯେ ଏହି ଯଷ୍ଟି ମୂଷାଙ୍କୁ ଦିଆଯାଇଥିଲା ଯେତେବେଳେ ସେ ମିଶରକୁ ଫେରି ଯାଉଥିଲେ। ଏହା ମୂଷାଙ୍କ କ୍ଷମତା ଏବଂ ଶକ୍ତିର ଏକ ପ୍ରତୀକ ଏବଂ ମୁଦ୍ରା ଥିଲା। ଯାତ୍ରା 17 ପର୍ବ ତାର 6 ଏବଂ 7 ପଦରେ ଲେଖା ଅଛି, ଦେଖ ଆମେ ହରେବରେ ସେହି ଶୈଳ ଉପରେ ତୁମ୍ଭ ସମ୍ମୁଖରେ ଠିଆ ହେବା। ତୁମ୍ଭେ ସେହି ଶୈଳକୁ ଆଘାତ କଲେ ତହିଁରୁ ଜଳ ନିର୍ଗତ ହେବ, ଆଉ ଲୋକମାନେ ତାହା ପାନ କରିବେ। ତେବେ ମୂଷା ଇସ୍ରାଏଲ ପ୍ରାଚୀନ ବର୍ଗଙ୍କ ଦୃଷ୍ଟିରେ ସେହି ରୂପ କଲେ। ପୁଣି ସେହି ସ୍ଥାନରେ ଇସ୍ରାଏଲ ସନ୍ତାନଗଣର ବିବାଦ ସକାଶୁ ଓ ସଦାପ୍ରଭୁ ଆମମାନଙ୍କ ମଧ୍ୟରେ ଅଛନ୍ତି କି ନାହିଁ ଏହା କହି ସଦାପ୍ରଭୁଙ୍କୁ ପରୀକ୍ଷା କରିବା ସକାଶୁ
ସେ ସେହି ସ୍ଥାନର ନାମ ମଶା ଓ ମିର୍ବା ରଖିଲେ। ଏହା ହେଉଛି ସେହି ଶୈଳ ଏବଂ ସେହି ଶୈଳରୁ ନିର୍ଗତ ହୋଇଥିବା ଜଳ ବିଷୟରେ ପ୍ରଥମ ଥର ଲେଖା ହୋଇଛି। ଏହି ଶୈଳ କାହାର ପ୍ରତିନିଧିତ୍ୱ କରେ? ଏଥିପାଇଁ ଆମକୁ କୌଣସି ଅନୁମାନ, ନିଜ କଳ୍ପନା ବା ନିଜ ବୁଦ୍ଧି ଉପରେ ନିର୍ଭର କରିବାକୁ ପଡ଼ିବ ନାହିଁ। ଈଶ୍ୱରଙ୍କ ପବିତ୍ର ଆତ୍ମା ପ୍ରଥମ କରନ୍ଥୀୟ 10 ପର୍ବ ତାର 1-4 ଏହାକୁ ସ୍ପଷ୍ଟ କରିଛନ୍ତି, ଯେଉଁଠାରେ ଆମକୁ କୁହାଯାଇଛି, କାରଣ ହେ ଭାଇମାନେ, ଆମମାନଙ୍କ ପିତୃପୁରୁଷ ସମସ୍ତେ ମେଘ ତଳେ ଥିଲେ, ଆଉ ସମସ୍ତେ ସମୁଦ୍ର ମଧ୍ୟ ଦେଇ ଗମନ କଲେ, ପୁଣି ସମସ୍ତେ ମେଘ ଓ ସମୁଦ୍ରରେ ମୂଷାଙ୍କ ଉଦ୍ଦେଶ୍ୟରେ ବାପ୍ତିଜିତ ହେଲେ, ଆଉ ସମସ୍ତେ ଏକ ପାରମାର୍ଥିକ ଖାଦ୍ୟ ଭୋଜନ କଲେ ଓ ସମସ୍ତେ ଏକ ପାରମାର୍ଥିକ ପେୟ ପାନ କଲେ, ଯେଣୁ ସେମାନେ ସେମାନଙ୍କ ଅନୁବର୍ତ୍ତୀ ପାରମାର୍ଥିକ ଶୈଳରୁ ପାନ କରୁଥିଲେ, ଆଉ ସେହି ଶୈଳ ଖ୍ରୀଷ୍ଟ। ଇସ୍ରାଏଲବାସୀ ଯେଉଁ ଖାଦ୍ୟ ଖାଉଥିଲେ ତାହା ଥିଲା ମାନ୍ନା, ଯାହା ଜୀବନର ରୁଟି ସ୍ୱରୂପ ଖ୍ରୀଷ୍ଟଙ୍କର ଏକ ପ୍ରତିଛବି ଥିଲା। ଖ୍ରୀଷ୍ଟ ମଧ୍ୟ ଜୀବନର ଜଳ ଅଟନ୍ତି ଏବଂ ସେହି ଶୈଳ ତାଙ୍କରି ପ୍ରତିରୂପ ଅଟେ। ଏହା ଲୋକମାନଙ୍କର ଅବିଶ୍ୱାସକୁ ଆପଣ ଦେଖିପାରିବେ। ସେମାନେ ଏଠାରେ ଈଶ୍ୱରଙ୍କ ଉପରେ ସନ୍ଦେହ କରୁଥିଲେ। ସେହି ଦୃଢ଼ ଶୈଳ ସହିତ ତୁଳନା କରୁଛନ୍ତି। ଇସ୍ରାଏଲିଆମାନେ ବୁଣି ଆଣି ଜାଲ ଏବଂ ଭଙ୍ଗା ନଳଖଣ୍ଡ ପରି ଛୋଟ ଛୋଟ ବିଷୟ ଉପରେ ଭରସା କରୁଥିଲେ। ସନ୍ଦେହ ରୂପ ସେହି ଛୋଟ ମେଘଖଣ୍ଡ ସେମାନଙ୍କ ଦୃଷ୍ଟିରୁ ଈଶ୍ୱରଙ୍କ ମୁଖକୁ ଲୁଚାଇ ରଖିଥିଲା। ଶୈଳ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ସୁନ୍ଦର ପ୍ରତିଛବି। ଗୀତ ସଂହିତା 61 ପର୍ବ ତାର 2 ପଦ କହେ, ମୋ ମନ ଉଦ୍ବିଗ୍ନ ହେବା ବେଳେ ମୁଁ ପୃଥିବୀର ପ୍ରାନ୍ତରରୁ ତୁମକୁ ଡାକିବି, ମୋ ଠାରୁ ଉଚ୍ଚତର ଶୈଳକୁ ମୋତେ ନେଇଯାଅ। ତାହା ଖ୍ରୀଷ୍ଟଙ୍କୁ ଦର୍ଶାଏ। ଗୀତ ସଂହିତା 78 ପର୍ବ ତାର 35 କହେ, ପରମେଶ୍ୱର ଯେ ସେମାନଙ୍କର ଶୈଳ ଓ ସର୍ବପରିସ୍ଥ ପରମେଶ୍ୱର ଯେ ସେମାନଙ୍କର ମୁକ୍ତିକର୍ତ୍ତା, ଏହା ସ୍ମରଣ କଲେ। ସେହିପରି ପ୍ରଥମ ପିତର 2 ପର୍ବ ତାର 6-8 ପଦ କହେ, କାରଣ ଶାସ୍ତ୍ରରେ ଲିଖିତ ଅଛି, ଦେଖ ଆମ୍ଭେ ସିଓନରେ ଗୋଟିଏ ମନୋନୀତ ଓ ବହୁମୂଲ୍ୟ କୋଣର ପ୍ରଧାନ ପ୍ରସ୍ତର ସ୍ଥାପନ କରୁଅଛୁ, ଆଉ ଯେ ତାହାଙ୍କଠାରେ ବିଶ୍ୱାସ କରିବ ସେ ଲଜ୍ଜିତ ହେବ ନାହିଁ। ଏଣୁ ତୁମ୍ଭେମାନେ ଯେ ବିଶ୍ୱାସ କରୁଅଛ ସେହି ମହାମୂଲ୍ୟର ଅଂଶୀ ଅଟ। କିନ୍ତୁ ଯେଉଁମାନେ ବିଶ୍ୱାସ କରନ୍ତି ନାହିଁ, ଗୃହ ନିର୍ମାଣକାରୀମାନେ ଯେଉଁ ପ୍ରସ୍ତରକୁ ଅଗ୍ରାହ୍ୟ କଲେ, ତାହା ସେମାନଙ୍କ ନିମନ୍ତେ କୋଣର ପ୍ରଧାନ ପ୍ରସ୍ତର, ପୁଣି ବାଧାଜନକ ପ୍ରସ୍ତର ଓ ବିଘ୍ନଜନକ ପାଷାଣ ସ୍ୱରୂପ ହେଲା। ବାକ୍ୟର ଅନାଜ୍ଞାବହ ହେବାରୁ ସେମାନେ ବାଧା ପାଆନ୍ତି, ଆଉ ଏ ନିମନ୍ତେ ମଧ୍ୟ ସେମାନେ ନିରୂପିତ ହୋଇଥିଲେ। ଶେଷରେ ପ୍ରେରିତ ପାଉଲ ଆମକୁ ପରାମର୍ଶ ଦିଅନ୍ତି, ଯାହା ପ୍ରଥମ କରନ୍ଥୀୟ 3 ପର୍ବ ତାର 11 ଲେଖା ଅଛି, କାରଣ ଯେଉଁ ଭିତ୍ତିମୂଳ ସ୍ଥାପିତ ହୋଇଅଛି ତାହା ବ୍ୟତୀତ ଅନ୍ୟ ଭିତ୍ତିମୂଳ କେହି ସ୍ଥାପନ କରିପାରେ ନାହିଁ। ସେହି ଭିତ୍ତିମୂଳ ଯୀଶୁଖ୍ରୀଷ୍ଟ। ଏକ ଖ୍ରୀଷ୍ଟୀୟ ସଙ୍ଗୀତରେ ଲେଖା ଅଛି, ପ୍ରଭୁ ଯୀଶୁ କ୍ଲାନ୍ତ ଭୂମିର ପ୍ରସ୍ତର। ଯଦିଓ ଏହା ନିର୍ଝରର ଅଦ୍ଭୁତ ଚିତ୍ର, ଯାହା ଉପରେ ଆମେ ଭରସା ରଖିପାରିବା, ଯାହା ଉପରେ ଆମେ ମଣ୍ଡଳୀ ଗଢ଼ିପାରିବା, ଶୈଳ ସେହି ଶେଷ ସ୍ଥାନ ଯେଉଁଠାରେ ଜଳପାନ କରିବାକୁ ଯାଇପାରିବା। ମୁଁ ପରିହାସ କରୁନାହିଁ, କିନ୍ତୁ ଆପଣ ସେହି ଶୈଳରୁ ଲୁଣି ଜଳ ପାଇବେ ନାହିଁ। ଆପଣ ଆଶ୍ଚର୍ଯ୍ୟ ହେବେ ଶୈଳର ସ୍ଥିରତା ଓ ସ୍ଥାୟିତ୍ୱ ବିଷୟରେ। ଆମେ ଶୈଳରୁ ଅଦ୍ଭୁତ ଓ ଗୁରୁତ୍ୱପୂର୍ଣ୍ଣ ଶିକ୍ଷା ପାଇପାରିବା। ଆମେ ତାଙ୍କୁ ପରୀକ୍ଷା ଏବଂ ବିଶ୍ଳେଷଣ କରିପାରିବା, କିନ୍ତୁ ଶୈଳକୁ ଆମେ ପିଇପାରିବା ନାହିଁ। ଯୀଶୁ ପ୍ରସ୍ତର ଅଟନ୍ତି। ତାଙ୍କ ସୌନ୍ଦର୍ଯ୍ୟପୂର୍ଣ୍ଣ ଜୀବନ ଏବଂ ସ୍ଥାୟିତ୍ୱ ଆମକୁ ଉଦ୍ଧାର କରିପାରିବ ନାହିଁ। ତାଙ୍କ ଶିକ୍ଷା ମୁକ୍ତି ଦେଇପାରିବ ନାହିଁ। ପ୍ରଭୁ ଯୀଶୁଙ୍କ ଦ୍ୱାରା ଶିକ୍ଷା ଦିଆଯାଇଥିବା ବିଷୟଗୁଡ଼ିକ ଆପଣଙ୍କୁ ସାମାନ୍ୟ ପରିଷ୍କାର କରିପାରେ, କିନ୍ତୁ ଏବେ ମଧ୍ୟ ସେହି ଶୈଳ ହୋଇ ରହିଛନ୍ତି। ଆପଣଙ୍କ ପାଦରେ ଆଘାତ ଲାଗିପାରେ। ଆପଣ ପରିତ୍ରାଣ ପାଇଁ ପ୍ରଭୁ ଯୀଶୁଖ୍ରୀଷ୍ଟ ରୂପକ ଶୈଳ ଉପରେ ଆଶ୍ରୟ ନେଇପାରିବେ, କିନ୍ତୁ କୌଣସି ମାନବୀୟ ଚେଷ୍ଟା ଦ୍ୱାରା ହିଁ ଏହି ଶୈଳରୁ ଜଳ ବାହାର କରିବା ଅସମ୍ଭବ ନୁହେଁ। କେବଳ ଯେତେବେଳେ ସେହି ଶୈଳ ଆଘାତପ୍ରାପ୍ତ ହେଲା, ସେତେବେଳେ ସେଥିରୁ ଜୀବନଦାୟୀ ଜଳ ନିର୍ଗତ ହେଲା। ଯୀଶୁଙ୍କୁ କ୍ରୁଶବିଦ୍ଧ କରାଯାଇଥିଲା ଏବଂ ସେ ଆପଣଙ୍କ ସ୍ଥାନରେ ମୃତ୍ୟୁବରଣ କରି ସେହି କ୍ରୁଶ ଉପରେ ଆପଣଙ୍କର ପାପ ବୋଝ ବହନ କଲେ। ଏହା ବିଶ୍ୱାସ ନ କଲେ ଆପଣ କଦାପି ପରିତ୍ରାଣ ପାଇପାରିବେ ନାହିଁ। ସେହି ଆଘାତପ୍ରାପ୍ତ ଶୈଳ ହେଉଛନ୍ତି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ମୃତ୍ୟୁର ଏକ ପ୍ରତିଛବି। ଗଣନା ପୁସ୍ତକରେ ଆମକୁ ଦ୍ୱିତୀୟ ଥର ପାଇଁ କୁହାଯାଇଛି ଯେ ଇସ୍ରାଏଲର ସନ୍ତାନମାନେ ଜଳ ନିମନ୍ତେ ଅଭିଯୋଗ କଲେ। ପ୍ରଥମ ଥର ଯେତେବେଳେ ଇସ୍ରାଏଲିଆମାନେ ତୁଷାର୍ତ ହୋଇ ଅସନ୍ତୋଷ ପ୍ରକାଶ କଲେ, ସେତେବେଳେ ପରମେଶ୍ୱର ମୂଷାଙ୍କୁ ଶୈଳ ଉପରେ ଆଘାତ କରିବାକୁ କହିଲେ ଏବଂ ସେଥିରୁ ପ୍ରବଳ ଜଳ ନିର୍ଗତ ହୋଇଥିଲା। କିନ୍ତୁ ଗଣନା ପୁସ୍ତକରେ ପରମେଶ୍ୱର ମୂଷାଙ୍କୁ ଭିନ୍ନ ନିର୍ଦ୍ଦେଶ ଦେଉଛନ୍ତି। ପରମେଶ୍ୱର ମୂଷାଙ୍କୁ କହୁଛନ୍ତି, ଗଣନା 20 ପର୍ବ ତାର 8 ପଦରେ ଲେଖା ଅଛି, ତୁମେ ଯଷ୍ଟି ନିଅ, ପୁଣି ତୁମ୍ଭେ ଓ ତୁମ୍ଭ ଭାଇ ହାରଣ ମଣ୍ଡଳୀକି ଏକତ୍ର କର,
ଆଉ ତୁମେମାନେ ସେମାନଙ୍କ ଦୃଷ୍ଟିଗୋଚରରେ ସେହି ଶୈଳକୁ ଆପଣା ଜଳ ଦେବା ପାଇଁ ଆଜ୍ଞା ଦିଅ। ତହିଁରେ ତୁମ୍ଭେ ସେମାନଙ୍କ ନିମନ୍ତେ ଶୈଳରୁ ଜଳ ବାହାର କରି ମଣ୍ଡଳୀକି ଓ ସେମାନଙ୍କ ପଶୁଗଣକୁ ପାନ କରାଇବ। ଏଠାରେ ଆମେ ଦେଖୁ ଯେ ମୂଷାଙ୍କୁ ଶୈଳକୁ ଆଘାତ ଦେବାକୁ ହେବ, କାରଣ ଶୈଳ ଆଘାତ ପ୍ରାପ୍ତ। ଖ୍ରୀଷ୍ଟ 2000 ବର୍ଷ ପୂର୍ବେ କ୍ରୁଶାର୍ପିତ ହୋଇଥିଲେ। ଯେତେବେଳେ ସେ କ୍ରୁଶ ଉପରୁ କହିଲେ ସମାପ୍ତ ହେଲା, ଜହନ 19 ପର୍ବ ତାର 30ରେ ଲେଖା ଅଛି, ବାସ୍ତବରେ ସମାପ୍ତ ହୋଇଥିଲା। ଖ୍ରୀଷ୍ଟ ପୁଣି କ୍ରୁଶାର୍ପିତ ହେବା ଆବଶ୍ୟକ ନାହିଁ। ଖ୍ରୀଷ୍ଟ ଆପଣଙ୍କ ନିମନ୍ତେ ଯାହା କରିଛନ୍ତି, ଈଶ୍ୱର ସେଥିରେ ସନ୍ତୁଷ୍ଟ ଅଟନ୍ତି। ପ୍ରଶ୍ନ ହେଲା, କ୍ରୁଶ ଉପରେ ଆପଣଙ୍କ ନିମନ୍ତେ ଖ୍ରୀଷ୍ଟ କରିଥିବା କାର୍ଯ୍ୟ ନିମନ୍ତେ ଆପଣ ସନ୍ତୁଷ୍ଟ ଅଟନ୍ତି କି? ଆପଣଙ୍କୁ ପରିତ୍ରାଣ ଦେବା ପାଇଁ ସେ ମୃତ୍ୟୁବରଣ କଲେ। ପରମେଶ୍ୱର କେବଳ ଏତିକି ଚାହାନ୍ତି ଯେ ଆପଣ ତାଙ୍କ ପୁତ୍ରଙ୍କ ଉପରେ ବିଶ୍ୱାସ କରନ୍ତୁ। ଆଜି ସେହି ଶୈଳ ରୂପକ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଠାରୁ ଆତ୍ମିକ ଆଶୀର୍ବାଦ ପ୍ରାପ୍ତ ହୁଅନ୍ତୁ। ଶୁଷ୍କ ଓ ତୃଷାର୍ତ୍ତ ଓ ଓଠର ଶୁଷ୍କା ମେଣ୍ଟାଇବା ପାଇଁ ସେ ଆଶୀର୍ବାଦର ଜଳ ନିର୍ଗତ ହେଉଛି। ଏଫେସୀୟ 1 ପର୍ବ ତାର 3 ପଦ କହେ, ଆମମାନଙ୍କ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଈଶ୍ୱର ଓ ପିତା ଧନ୍ୟ ହେଉନ୍ତୁ। ସେ ଖ୍ରୀଷ୍ଟଙ୍କଠାରେ ଆମମାନଙ୍କୁ ସମସ୍ତ ଆତ୍ମିକ ଆଶୀର୍ବାଦ ଦ୍ୱାରା ସ୍ୱର୍ଗରେ ଆଶୀର୍ବାଦ କରିଅଛନ୍ତି। ସେହି ଶୈଳ ଉପରେ ମାତ୍ର ଥରେ ଆଘାତ କରାଯାଇଥିଲା ଏବଂ ସେଥିରୁ ପ୍ରଚୁର ପରିମାଣରେ ଜଳ ପ୍ରବାହିତ ହେଉଛି। ସେହି ଜଳଧାରା ନଦୀର 2 କୂଳ ଲଙ୍ଘି ପ୍ରବାହିତ ହେଉଛି। ଏହି ସଂସାର ତାହାକୁ ନିଜ ମଧ୍ୟରେ ରଖିବାକୁ ଅସମର୍ଥ, କିନ୍ତୁ ଏହା ସତ୍ତ୍ୱେ ଅନେକ ମନୁଷ୍ୟଙ୍କ ଆତ୍ମା ଶୁଷ୍କ ହୋଇଯାଇଛି ଏବଂ ସେମାନଙ୍କ ଜିହ୍ୱା ତୃଷାରେ ଆକୁଳ ହେଉଛି। ଆତ୍ମିକ ଜଳ ଅଭାବ ଯୋଗୁଁ କୋଟି କୋଟି ଲୋକ ମୃତ୍ୟୁବରଣ କରୁଛନ୍ତି। ଏହି ଜଳ ପ୍ରବାହର ପଥଟି ସନ୍ଦେହ ଦ୍ୱାରା ଅବରୁଦ୍ଧ, ପାପ ଦ୍ୱାରା କ୍ଷୟପ୍ରାପ୍ତ ଏବଂ ଉଦାସୀନତା ଦ୍ୱାରା ପୃଥକ ହୋଇଯାଇଛି। ଏହି ପଥଟି ସେମାନଙ୍କ ଦ୍ୱାରା ମଧ୍ୟ ବାଧାପ୍ରାପ୍ତ ହେଉଛି, ଯେଉଁମାନେ ଯୀଶୁଖ୍ରୀଷ୍ଟଙ୍କୁ ଜାଣିଥିବାର ଦାବି କରନ୍ତି କିନ୍ତୁ ପ୍ରକୃତିରେ ତାଙ୍କୁ ଜାଣିନଥାନ୍ତି। ବନ୍ଧୁଗଣ, ମୁଁ ଚତୁର୍ଦିଗକୁ ଚାହିଁବା ବେଳେ ଅତ୍ୟନ୍ତ ବିଚଳିତ ଓ ଦୁଃଖ ଅନୁଭବ କରୁଛି। ଏହି ସଂସାର ତୁଷାର୍ତ୍ତ ଅଟେ। ମୁଁ ଆପଣଙ୍କୁ ବ୍ୟକ୍ତିଗତ ଓ ବିଶେଷ ଭାବରେ ପଚାରୁଛି, ଆପଣ କ'ଣ ଜୀବନ୍ତ ଜଳ ପାନ କରିବା ପାଇଁ ସେହି ଆଘାତପ୍ରାପ୍ତ ଶୈଳ ନିକଟକୁ ଯାଇଛନ୍ତି? ପରମେଶ୍ୱର କହନ୍ତି ଯେ ଯଦି ଆପଣ ସେହି ଜଳ ପାନ କରିବେ, ତେବେ ଆପଣ କେବେ ହେଲେ ଆଉ ତୁଷାର୍ତ୍ତ ହେବେ ନାହିଁ। ଆପଣ କ'ଣ ସେହି ଈଶ୍ୱରଙ୍କ ଉପରେ ବିଶ୍ୱାସ ବା ଭରସା କରୁଛନ୍ତି? ଯଦି ଆପଣ ସେ ପରମେଶ୍ୱରଙ୍କ ଉପରେ ଯଦି ଭରସା କରିବେ, ତେବେ ଆପଣଙ୍କୁ ସବୁ କ୍ଷେତ୍ରରେ ସେ ସାହାଯ୍ୟ କରିବା ସହିତ ଆପଣଙ୍କୁ ଆଶୀର୍ବାଦ କରିବେ। ମୁଁ ଆଶା କରେ ଆଜିର ଅଧ୍ୟୟନଟି ଆପଣଙ୍କୁ ନିଶ୍ଚୟ ଭଲ ଲାଗିଥିବ। ଆପଣଙ୍କ ଠାରୁ ବିଦାୟ ନେବା ପୂର୍ବରୁ ଆସନ୍ତୁ ପ୍ରାର୍ଥନା କରିବା। ମଙ୍ଗଳମୟ ସ୍ୱର୍ଗସ୍ଥ ପିତା, ଆମେ ତୁମକୁ ଧନ୍ୟବାଦ ଦେଉଅଛୁ। ତୁମରି ଗୌରବ କରୁଛୁ, ତୁମରି ପ୍ରଶଂସା କରୁଛୁ। ଆଜିର ସୁନ୍ଦର ବାକ୍ୟ ଦ୍ୱାରା ଆମମାନଙ୍କୁ ତୁମେ କଥା କହିଅଛ। ପବିତ୍ର ପ୍ରିୟ ପ୍ରଭୁ, ଆଜିର ଅଧ୍ୟୟନ ମଧ୍ୟରେ ଯାହା କିଛି ପ୍ରଭୁ ଆମେ ଶିକ୍ଷା ଲାଭ କରିଅଛୁ, ସେ ସମସ୍ତ ବିଷୟକୁ ପୁଙ୍ଖାନୁପୁଙ୍ଖ ଭାବରେ ବୁଝିବା ନିମନ୍ତେ ଆମମାନଙ୍କୁ ତୁମେ ସାହାଯ୍ୟ କର। ପବିତ୍ର ପ୍ରିୟ ପ୍ରଭୁ, ତୁମେ ବାକ୍ୟ ରୂପେ ଈଶ୍ୱର ଏହି ପ୍ରତି ମୁହୂର୍ତ୍ତରେ ପ୍ରତି ସମୟରେ ଆମମାନଙ୍କୁ ତୁମେ କଥା କହିଥିବାରୁ ଆମେ ତୁମକୁ ଧନ୍ୟବାଦ ଦେଉଅଛୁ। ପ୍ରେମମୟ ସ୍ୱର୍ଗସ୍ଥ ପିତା, ଏତେବେଳେ ପ୍ରାର୍ଥନା କରୁଛୁ ଆମ ପ୍ରତ୍ୟେକ ଦର୍ଶକ ଭାଇ ଭଉଣୀମାନଙ୍କ ନିମନ୍ତେ। ସେମାନଙ୍କର ଯତ୍ନ ତତ୍ତ୍ୱ ତୁମେ ନିଅ, ସେମାନଙ୍କର ସମସ୍ତ ପ୍ରକାର ଅଭାବ ଅସୁବିଧା ତୁମେ ଦୂର କର। ସେମାନେ ଯେପରି ଦିନ ପ୍ରତିଦିନ ତୁମଠାରେ ବିଶ୍ୱାସ ଏବଂ ଭରସାର ଜୀବନ କାଟି ତୁମକୁ ସବୁ କ୍ଷେତ୍ରରେ ଯେପରି ଗୌରବ ଦେଇପାରିବେ, ସେହି ଅନୁଗ୍ରହ ତୁମେ ପ୍ରଦାନ କର। ଧନ୍ୟବାଦ ଦେଉଛୁ ପ୍ରଭୁ, ଆମମାନଙ୍କର ପ୍ରାର୍ଥନା ତୁମେ ଶୁଣିଅଛ। ଗୌରବ ସମ୍ଭ୍ରମ ମହିମା କେବଳ ତୁମକୁ ଦେଇ ପ୍ରଭୁ ଯୀଶୁଙ୍କର ବହୁମୂଲ୍ୟ ନାମରେ ଏହି ପ୍ରାର୍ଥନା ଉତ୍ସର୍ଗ କରୁଅଛୁ। ଆମେନ୍। ବହୁତ ବହୁତ ଧନ୍ୟବାଦ। ପ୍ରଭୁ ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ। ମୁଁ ଆଶା କରେ ଆଜିର ଅଧ୍ୟୟନଟି ଆପଣଙ୍କୁ ନିଶ୍ଚୟ ଭଲ ଲାଗିଥିବ। ଏହି ଅଧ୍ୟୟନରୁ ଆମେ ଶିଖିଲୁ ଯେ ପରମେଶ୍ୱର ଆମର ବିଶ୍ୱସ୍ତ ପ୍ରତିପାଳକ ଏବଂ ଆମ ଆଧ୍ୟାତ୍ମିକ ଜୀବନର ଉତ୍ସ ଅଟନ୍ତି। ସେ ମରୁଭୂମିରେ ଇସ୍ରାଏଲ ପାଇଁ ପ୍ରତିଦିନ ମାନା ଯୋଗାଇ ଦେଲେ, ଯାହା ସେମାନଙ୍କୁ ତାଙ୍କ ଉପରେ ସମ୍ପୂର୍ଣ୍ଣ ରୂପେ ବିଶ୍ୱାସ କରିବା ଶିଖାଇଥିଲା ଏବଂ ମନେ ପକାଇ ଦେଇଥିଲା ଯେ ପ୍ରକୃତ ସନ୍ତୁଷ୍ଟି ପରମେଶ୍ୱର ଠାରୁ ଆସିଥାଏ। ସେମାନେ ପଛରେ ଛାଡ଼ି ଆସିଥିବା ସଂସାରର ସୁଖ ବିଳାସରୁ ନୁହେଁ। ଯେତେବେଳେ ଲୋକମାନେ ଶୋଷିଲା ହୋଇ ଅଭିଯୋଗ କଲେ, ସେତେବେଳେ ପରମେଶ୍ୱର ଦୟାପୂର୍ବକ ଆଘାତପ୍ରାପ୍ତ ଶୈଳରୁ ଜଳ ଯୋଗାଇ ଦେଲେ, ଯାହା ଆମ ପରିତ୍ରାଣର ଶୈଳ ଯୀଶୁଖ୍ରୀଷ୍ଟଙ୍କ ଆଡ଼କୁ ସଂକେତ କରେ, ଯାହାଙ୍କ ଠାରୁ ଜୀବନ୍ତ ଜଳ ପ୍ରବାହିତ ହୁଏ।
ପରବର୍ତ୍ତୀ ଅଧ୍ୟୟନରେ ଆମେ ଯାତ୍ରା ପୁସ୍ତକର 17 ଅଧ୍ୟାୟ ଜାରି ରଖିବା ଓ ଅମାଲେକୀୟମାନଙ୍କ ସହିତ ଇସ୍ରାଏଲର ସଂଘର୍ଷ ବିଷୟରେ ଅଧ୍ୟୟନ କରିବା ଏବଂ ତାପରେ 18 ଅଧ୍ୟାୟ ଆରମ୍ଭ କରିବା, ଯେଉଁଠାରେ ମୋଶାଙ୍କ ଶ୍ୱଶୁର ଜିଥ୍ର ତାଙ୍କୁ ସାକ୍ଷାତ କରୁଛନ୍ତି। ଏହି କାର୍ଯ୍ୟକ୍ରମରେ ଆପଣଙ୍କ ମନରେ ଯଦି କିଛି ପ୍ରଶ୍ନ ଥାଏ ତେବେ ଆମ ସହିତ ଯୋଗାଯୋଗ କରନ୍ତୁ। ଆମେ ଆପଣଙ୍କ ଫୋନ କଲର ଅପେକ୍ଷାରେ ଅଛୁ। ଈଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ରହିଲୁ, ନମସ୍କାର। ମୁଁ ତୁମ ସେବା କରିବି, ତୁମରି ସେବା କରିବି। ମୁଁ ତୁମ ସେବା କରିବି, ପଛେଇବି ନାହିଁ। ମୁଁ ଆଣ୍ଠ ଭାଙ୍ଗି ଯଦି ତୁମ ଦ୍ୱାରେ ଅବା ତୁମ ପଥରେ ଚାଲେ, ଯଦି ବା ଦୁଃଖ ସଙ୍କଟ ଆସେ, ପଛେଇବି ନାହିଁ। ମୁଁ ଆଣ୍ଠ ଭାଙ୍ଗି ଯଦି ତୁମ ଦ୍ୱାରେ ଅବା ତୁମ ପଥରେ ଚାଲେ, ଯଦି ବା ଦୁଃଖ ସଙ୍କଟ ଆସେ, ପଛେଇବି ନାହିଁ। ମୁଁ ତୁମ ସ୍ତୁତି କରିବି, ତୁମରି ସ୍ତୁତି କରିବି। ମୁଁ ତୁମ ସ୍ତୁତି କରିବି, ପଛେଇବି ନାହିଁ। ମୁଁ ଆଣ୍ଠ ଭାଙ୍ଗି ଯଦି ତୁମ ଦ୍ୱାରେ ଅବା ତୁମ ପଥରେ ଚାଲେ, ଯଦି ବା ଦୁଃଖ ସଙ୍କଟ ଆସେ, ପଛେଇବି ନାହିଁ। ମୁଁ ଆଣ୍ଠ ଭାଙ୍ଗି ଯଦି ତୁମ ଦ୍ୱାରେ ଅବା ତୁମ ପଥରେ ଚାଲେ, ଯଦି ବା ଦୁଃଖ ସଙ୍କଟ ଆସେ, ପଛେଇବି ନାହିଁ। ଗତ ପ୍ରଶ୍ନର ଉତ୍ତରଟି ହେଉଛି ସି ତିକ୍ତତା। ଆଜିର ପ୍ରଶ୍ନଟି ହେଉଛି ମିଶରରୁ ଯାତ୍ରା କରିବା ସମୟରେ ଈଶ୍ୱର ମାନା କାହାକୁ ଦେଇଥିଲେ? ଏ ମିଶରୀୟ, ବି ଇସ୍ରାଏଲୀୟ, ସି ବାବିଲନୀୟ, ଡି ଅରାମୀୟ। এই প্রশ্নর উত্তর আসন্তাকালি সন্ধ্যা 6টা ମଧ୍ୟରେ অপশন ମଧ୍ୟରୁ সঠিক উত্তর বাছি ଆପଣଙ୍କ ନାମ ଓ ସମ୍ପୂର୍ଣ୍ଣ ଠିକଣା ସହିତ 9777221415 ଫୋନ୍ ନମ୍ବରରେ SMS କିମ୍ବା ହ୍ୱାଟ୍ସଆପ୍ ଦ୍ୱାରା ଆମକୁ ଜଣାଇବାକୁ ଅନୁରୋଧ। ଯଦି ଆପଣଙ୍କୁ ଆମ କାର୍ଯ୍ୟକ୍ରମ ଭଲ ଲାଗୁଛି ତେବେ 044490812996ରେ ମିସ୍ଡ କଲ୍ ଦେଇ ବିଜୟୀ ହୋଇପାରିବେ। ଗତ ସପ୍ତାହର ବିଜୟ ଦର୍ଶକ ବନ୍ଧୁ ହେଲେ ବାଲେଶ୍ୱରରୁ ଶ୍ୟାମ ସୁନ୍ଦର ସିଂ ଓ ପରିବାର।